ରାତିରେ ଲୁଟୁଥିଲେ ବାଲି ମାଡ଼ି ବସିଲା ବିଭାଗ। ଲଘୁ ଖଣିଜ ସମ୍ପଦ ବିଭାଗର ଚଢାଉ ଦୁଇଟି ବାଲି ବୋଝେଇ ହାଇୱା ଜବତ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଆଳି ଗୋବିନ୍ଦପୁର ରାସ୍ତାର ମାନପୁର ଘୋଷରା ନିକଟରୁ ଗତକାଲି ବିଳମ୍ବିତ ରାତିରେ ଦୁଇଟି ବାଲି ବୋଝେଇ ହାଇୱା ଓଡି 29R 1106 ଓଡି 02AH 3292 କୁ ଲଘୁ ଖଣିଜ ସମ୍ପଦ ବିଭାଗ ଜବତ କରି ଆଳି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ରାହ୍ମଣୀ, ଖରସ୍ରୋତା, କାଶୀ ଓ ବୈତରଣୀ ନଦୀ ଗର୍ଭରୁ ବାଲି ଚୋରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବର୍ଷା ଦିନକୁ ଛାଡ଼ିଲେ ଗ୍ରୀଷ୍ମ ଓ ଶୀତ ଋତୁରେ ବାଲି ଖୋଳି ନିଆଯାଉଛି। ବିଭିନ୍ନ ନିର୍ମାଣ କାର୍ଯ୍ୟ ଲାଗି ବାଲିର ଚାହିଦା ବଢୁଥିବାରୁ ବେପାରୀମାନେ ଜେସିବି ସାହାଯ୍ୟରେ ସନ୍ଧ୍ୟା ଓ ରାତି ସମୟରେ ନଦୀ ଗର୍ଭରୁ ବାଲି ଉଠାଇ ପରେ ଅନ୍ୟତ୍ର ଚାଲାଣ କରି ମୁନାଫା ଉଠାଉଛନ୍ତି। ଏନେଇ ବାରମ୍ବାର ଖବର ପ୍ରସାରଣ ପରେ ଶୀତ ନିଦ୍ରାରୁ ଜାଗ୍ରତ ହୋଇ ଗତକାଲି ବିଳମ୍ବିତ ରାତିରେ ଲଘୁ ଖଣିଜ ସମ୍ପଦ ବିଭାଗ ଦୁଇଟି ହାଇୱାକୁ ଜବତ କରିଛି। ପରେ ଏହାକୁ ଆଳି ଥାନାକୁ ଆଣି ଦୁଇ ହାଇୱାର କାଗଜପତ୍ର ଯାଞ୍ଚ କରୁଥିବା ନେଇ ଆଳି ପୋଲିସ ପକ୍ଷରୁ ସୂଚନା ମିଳିଛି। ଲଘୁ ଖଣିଜ ସମ୍ପଦ ବିଭାଗ ବାଲି ମାଫିଆଙ୍କ ସହ ସଲା ସୂତ୍ରରେ କୋଟି କୋଟି ଟଙ୍କାର ରାଜସ୍ୱ ଆତ୍ମସାତ କରୁଥିବା ବେଳେ ଧର୍ମକୁ ଆଖିଠାର ଭଳି ଆଜିର ଏହି ଚଢାଉ ଲୋକ ଦେଖାଣିଆ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବ୍ୟୁରୋ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।